जय जगन्नाथ फ्रेंड्स, वेलकम टू माय यूट्यूब चैनल स्टडी विथ डीके। ଆପଣ ମାନେ ମୋ ପ୍ରିଭିୟସ୍ ଭିଡିଓରେ ବହୁତ ବହୁତ ଭଲ ପାଇବା ଦେଇଥିଲେ ଏବଂ କେହି ଜଣ ମୋତେ ପଚାରିଥିଲେ କି ଆପଣଙ୍କ ବିଷୟରେ କିଛି ଭିଡିଓ ମାଧ୍ୟମରେ କୁହନ୍ତୁ। ମୋ ବିଷୟରେ ସେମିତି କିଛି ଖାସ୍ ନାହିଁ। ମୁଁ ଆପଣମାନଙ୍କ ଭଳି ଜଣେ ବି କମ୍ପିଟେଟିଭ୍ ଆସ୍ପିରାଣ୍ଟ ଏବଂ ଆପଣମାନେ ଯେଉଁମାନେ 2026ରେ କିଛି ବି କମ୍ପିଟେଟିଭ୍ ଏକ୍ଜାମ ଦେବାକୁ ଯାଉଛନ୍ତି, ଯେମିତିକି ଓ ଟ୍ରିପଲ୍ ଏସ୍ ପିଓ ହଉ, ବଡ଼ ବଡ଼ ସିଜିଏଲ୍ ହଉ, ଓଡ଼ିଶା ପୁଲିସ ଏସ୍ଆଇ ହଉ କି ଓଡ଼ିଶା ପୁଲିସ କନଷ୍ଟେବଳ ହଉ କି ଏଏସ୍ ହଉ, ଆପଣମାନଙ୍କ ପାଇଁ ମୋ ଭିଡିଓ ବହୁତ ହେଲ୍ପଫୁଲ୍ ହବ। ମୁଁ ପ୍ରିଭିୟସ୍ କ୍ଲାସରେ ପରସେଣ୍ଟେଜର ବେସିକ୍ ଆଉ କିଛି ଏକ୍ଜାମ୍ପଲ ଦେଇଥିଲି। ଆଜିର କ୍ଲାସରେ ମୁଁ ପ୍ରିଭିୟସର କିଛି କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବି, 20ଟା କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବି ଯୋଉଟାକି ଏକ୍ଜାମ ଓରିଏଣ୍ଟେଡ୍ କ୍ୱେଶ୍ଚିନ୍। ତେଣୁ ଆମେ ଡେରି ନ କରିକୁ କ୍ଲାସ୍ ଷ୍ଟାର୍ଟ କରିଦେବା। ଫାର୍ଷ୍ଟ କ୍ୱେଶ୍ଚିନ୍, ଏକ୍ସପ୍ରେସ୍ 0.6% as a fraction। ମୁଁ ଆପଣମାନଙ୍କୁ କହିଥିଲି ଯେତେବେଳେ ପରସେଣ୍ଟେଜରୁ ଫ୍ରାକ୍ସନ୍ କରିବେ, କ'ଣ କରିବେ? ଯେତେବେଳେ ପରସେଣ୍ଟେଜରୁ ଫ୍ରାକ୍ସନ୍ କରିବେ, ପରସେଣ୍ଟେଜ ଫ୍ରାକ୍ସନ୍ କ'ଣ କରିବେ? ଯେତେବେଳେ ପରସେଣ୍ଟେଜ ଫ୍ରାକ୍ସନ୍ କରିବେ, ଆପଣମାନେ କରିବେ ପରସେଣ୍ଟେଜ ଟୁ ଫ୍ରାକ୍ସନ୍ କ'ଣ କରିବେ? ଡିଭାଇଡେଡ୍ ବାଇ 100 କରିବେ। ଏବଂ ଯେତେବେଳେ ଫ୍ରାକ୍ସନ୍ ଟୁ ପରସେଣ୍ଟେଜ କରିବେ, କ'ଣ କରିବେ? ମଲ୍ଟିପ୍ଲାଏ ବାଇ 100 କରିବେ। ତେଣୁ ଏଇଟା କ'ଣ ଅଛି? ଏଇଟା ଅଛି ପରସେଣ୍ଟେଜ ଟୁ ଫ୍ରାକ୍ସନ୍। ତେଣୁ ପରସେଣ୍ଟେଜ ଫ୍ରାକ୍ସନ୍ କ'ଣ କରିବେ? ଡିଭାଇଡେଡ୍ ବାଇ 100 କରିବେ। ତେଣୁ କ'ଣ ଅଛି ଏଇଟା? 0.6%। 0.6 ଆମେ କ'ଣ ଲେଖିପାରିବା? 6/10 ଏବଂ କ'ଣ କରିବା? ଡିଭାଇଡେଡ୍ ବାଇ 100 କରିବା। ଡିଭାଇଡେଡ୍ 100 ବା ମଲ୍ଟିପ୍ଲାଏ ବାଇ 1/100, ଯୋଉଟାକି ହେଉଛି କେତେ? 6/1000। କଟିଲେ କେତେ? 2ରେ 3/500। ତେଣୁ ଆନ୍ସର ଆପଣମାନଙ୍କର କ'ଣ ହେଇଯିବ? ଆପଣଙ୍କର ଆନ୍ସର ଏ ହେଇଯିବ ହେଲା। ତେଣୁ ଆମେ ବର୍ତ୍ତମାନ ଦେଖିବା, ଚେକ୍ କରିବା କି ଏଇ ଯୋଉ ଫ୍ରାକ୍ସନ୍ ଅଛି 3/500, ଏଟାକୁ ଆମେ ପରସେଣ୍ଟେଜ କରିବା। ପରସେଣ୍ଟେଜରେ କଲେ କ'ଣ କରିବା? ଯେତେବେଳେ ଆମେ ଫ୍ରାକ୍ସନ୍ ଟୁ ପରସେଣ୍ଟେଜ କରିବା, ମଲ୍ଟିପ୍ଲାଏ ବାଇ 100 ଆମେ ଚେକ୍ କରୁଛୁ ଏଟା ହେଲା। ତେଣୁ କ'ଣ ହବ? 300/500, ଯୋଉଟା କି କେତେ? 3/5। 3/5 ବା କ'ଣ? 0.6। ତେଣୁ ଏଟା ଆନ୍ସର ଆପଣଙ୍କ ମନରେ କ'ଣ? ଆନ୍ସର ଏ ହେଇଯିବ। ନେକ୍ସଟ କ୍ୱେଶ୍ଚିନ୍ କରିବା। ଦେଇଛି half of 1% is written as a decimal of। decimal ବା ଏଟା କ'ଣ? decimal ବା fraction ଅଛି। half of 1%, 1% ର half। 1% ମାନେ କ'ଣ? 1/100। ইয়ার half 1/2, ଯୋଉଟା କି ହେଉଛି କେତେ? 1/200। 1/200 ଏଟାକୁ ଆମେ କଲେ କ'ଣ ହବ? ଯେତେବେଳେ ଏଟାକୁ ଆମେ ଡେସିମାଲରେ କରୁଛେ, କ'ଣ କରୁଛେ? ପରସେଣ୍ଟେଜକୁ ଆମେ କ'ଣ କରୁଛେ? ହାଫ୍ ଅଫ୍ 1%, 1%ର ହାଫ୍, ଯୋଉଟା କି ହେଉଛି କେତେ? 1/200। 1/200 କୁ ଯେତେବେଳେ ଡେସିମାଲରେ କରୁଛେ, ଆମେ ଏଟାକୁ ଇଏ କଲେ କ'ଣ ହବ? 0 ନେଲେ କ'ଣ ହେଇଗଲା? 0 ନେଲେ ହେଇଗଲା କେତେ? 0 ରହିଗଲା ଏଟେ। 0 ନେଲେ କ'ଣ? 10 ହେଇଗଲା। 0 ନେଲା ପରେ କ'ଣ? 10 ହେଇଗଲା। ପୁଣି ଆଉ ଗୋଟେ 0 ନେଲେ କ'ଣ ହେଇଯିବ? 100 ହେଇଯିବ। ପୁଣି ଆଉ ଗୋଟେ 0 ନେଲେ କ'ଣ ହେଇଯିବ? 1000 ହେଇଯିବ। 5। ଆନ୍ସର କ'ଣ ହେଲା? 0.005। ଆନ୍ସର ଏଠି କ'ଣ ହେଇଗଲା? 0.005। ଏଟାକୁ ଦେଖିଲେ କ'ଣ ହେଇଯାଉଛି? ଦେଖେ 5/1000, ଯୋଉଟା କି ହେଉଛି କେତେ? 1/100। ଆନ୍ସର କ'ଣ ହେଇଯିବ? 0.005 ହେଲା। ତେଣୁ ଏଟାକୁ ବି ଆଉ ଗୋଟେ ଉପାୟରେ, ମୁଁ ଯୋଉ ଉପାୟରେ କହିଥିଲି କ'ଣ? ପରସେଣ୍ଟେଜ ଟୁ ଫ୍ରାକ୍ସନ୍, ହାଫ୍ ଅଫ୍ 1%, ଯୋଉଟା କି ହେଉଛି କେତେ? 1/2% ହେଇଯାଉଛି। 1/2% ଯେତେବେଳେ ଡେସିମାଲରେ କରିବା, ଆମେ କ'ଣ କହିଥିଲି? ଯେତେବେଳେ ପରସେଣ୍ଟେଜକୁ ଡେସିମାଲରେ କରିବା, ତାହେଲେ କ'ଣ କରିବା? ଡିଭାଇଡେଡ୍ ବାଇ 100, ଯୋଉଟା କି ହେଉଛି କେତେ? 1/2 into 1/100, ଡିଭାଇଡେଡ୍ ବାଇ 100 ବା 1/100 ବା ମଲ୍ଟିପ୍ଲାଏ ବାଇ 1/100, ଯୋଉଟା କି ହେଉଛି କେତେ? 1/200, ଯୋଉଟା କି କେତେ? 0.005 ହେଲା। ତ ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। The difference between 78% of a number and 59% of same number is 323. What is 62% of that number? ହେଲା। କ'ଣ ଅଛି? The difference between 78% of a number, ମନେକର ନମ୍ବରଟା ଆମର କେତେ? ମନେକର ନମ୍ବରଟା ଆମର x ହେଲା। 72% of a number,
72 by 100 into x and 59% of same number. 59% some number is the difference minus ହେଇଯିବ 59 by 100 into x is equal to କେତେ ଅଛି 323 ତେଣୁ ଆମେ ସଲ୍ଭ କଲେ କଣ ହେଇଯିବ 78x minus 59x ଯୋଉଟା କି ଅଛି କେତେ 19x is equal to 323 ତାହେଲେ x equal to କେତେ ହେଇଯିବ 19 ଟା କଟିଯିବ କେତେ 1 19 7 133 ତେଣୁ x equal to କେତେ ହେଇଗଲା x equal to ଆପଣମାନଙ୍କର ହେଇଗଲା 1700 x equal to 1700 ତାର ଦେଇଯିବ what is 62% of that number ଏଇ ନମ୍ବର ର 62% ହେଲା ଏଠି କହୁଛି ଏତିକି 17 2 34 3 17 100 2 3 100 5 ଆନ୍ସର କଣ ହେଇଯିବ 1054 ହେଲା ନେକ୍ସଟ କ୍वेଶ୍ଚନ କୁ ଯିବା ଦେଇଛି what is 5% of 50% of 500 5% of 5% ମାନେ କଣ 5 by 100 of ମାନେ ଗୁଣନ 50% of 500 ଏଟା କେତେ ପଚାରିଛି ହେଲା 100 ରୁ ଦିଟା ଶୂନ କଟିଗଲା ଗୋଟେ ଶୂନ କଟିଗଲା 5 ଥାଉ 100 ଟା ଥାଉ ଟା କାଟିବାନି ଏଟା ଥାଉ ଏଟା 5 ଅଛି ହେଲା କେତେ 5 25 125 divided by 10 ଯୋଉଟା କି କେତେ 12.5 ଆନ୍ସର କଣ ହେଇଯିବ आंसर ହେଇଯିବ 12.5 ଯିବା ନେକ୍ସଟ କ୍वेଶ୍ଚନ ଦେଖିବା 12 of 26% of 5 divided by 78 of 38% of 7 divided by 152 of 10,000 केते हला केते of माने कोन गुणन 12 of 26% मान 26 divided by 100 of 5 by 78 of 38 divided by 100 of 7 by 152 of 10,000 ହେଲା ତେଣୁ ଏଟାକୁ ଆମେ କଣ କରିବା ଏଟାକୁ ଆମକୁ ସଲ୍ଭ କରିବାକୁ ପଡିବ ସଲ୍ଭ କଲେ କଣ ହବ ଏଠି ଦିଟା ଶୂନ କଟି ଗଲା ଏଠି ଚାରଟା ଶୂନ କଟି ଗଲା ଏବଂ କେତେ 26 26 3 78 3 4 12 4 ରହିଲା 26 ଟା କଟି ଯାଇଛି ତାପରେ କେତେ ଅଛି 7 38 38 4 କେତେ 152 8 4 32 3 4 12 3 3 4 12 3 15 ତେଣୁ ଏଟା 4 ଏଇ 4 କୁ ଏଇ 4 କଟି ଗଲା ଆଉ ପରେ କେତେ ରହିଲା 5 into 7 ପରେ କେତେ ରହିଲା 5 into 7 जोड़ा ही केते 35 आंसर कौन है आंसर है 35 ठीक अच्छे नेक्स्ट क्वेश्चन को जीवा 30% of a 3-digit number is 190.8 what will be 125% of that number हला 30% of a 3-digit number मन पर नंबर टा होची x 30% of x is equal to 190.8 ताहले तब कोन देजी 125% of that number हला त नंबर टा हम केते बाहर करे पड़ियो त 30% बार हम कोन करबा 3/10 of x is equal to केते 190.8 तन 3x is equal to केते हला 1908 तन x is equal to केते 318 1 10 3 3 9 318 x equal to केते गला x equal to गला 636 तन x रो 125% जोडे को केते 636 रो 636 रो 125% 25 25 24 4 के 4 2 23 4 5 20 4 9 36 जोडे को केते 5 9 45 5 9 4 15 75 4 79 जोडा को केते 795 आंसर केते 795 एटा को इजी वे देखले केन हो देखो देज कोन 30% of a number 30% of a number x 30% of x जोडा इज केते 190.8 सेमिति 125% माने को 125% of x इक्वल टू केते जोडा इज केते
30% of x 125% of x जोटा कि केते 30% of x ର 4 ଗୁଣ 30% of x ର ଗୁଣନ 4 ପ୍ଲସ୍ କୋଡିଏ ହେଲା ପ୍ଲସ୍ 5% of x जोटा कि केते जोटा कि केते जोटा कि जो आंसर टा पाइबो बाहरिबो तेणु 30% of x गुणन 4 तेणु 190.8 190.8 गुणन 4 प्लस 30x ର 30% हଉଛି ଏତିକି ତେଣୁ ତା 5% କେତେ ହବ divided by 6 ହେଇଯିବ ଯୋଉଟା କେତେ 190.8 divided by 6 ଏଟା ଦେଖ ସଲ୍ଭ କରିବାକୁ ପଡିବ 832 2 ଲକ୍ଷ ହେଲା କେତେ 3 832 2 ଲକ୍ଷ ହେଲା 3 1900 କେତେ 76 प्लस एटाକୁ डिवाइडेड बाय 6 कले केते हो 6 3 18 1 0 10 6 के 6 6 48 एटा प्लस कले केते देखि दो 2 8 0 2 8 10 0 ला 1 3 1 4 1 5 6 3 9 7 जोटा कि केते 795 अच्छा पाई गेल 795 ठीक अछि नेक्स्ट क्वेश्चन लीजिए a number is increased by केते a number increased by केते 137.1 by 2 percentage हला and the increment is 33 the number is कौन है जी but number increase हला एतिकी परसेंट increase हला एबो ता increment केते हला 1 ता increment हला के 33 हला तन तो नंबर टा केते हला increase है जी एतिकी हला increase हला ପରେ तो increment केते हला increment हला 33 हला हला ताले हमको कोन पाइबो पड़ियो हमको देइची द नंबर टा केते हला कोन थिला नंबर इज increased by 137.12 जोटा कि केते 274 बा 275 by 2 percentage एतिकी increase हला ପରେ एतिकी परसेंट increase हला ପରେ एति परसेंट increase वाजी माने केते हेची जेटा कि होची 33 हेची हला ताहले हमर मन कर नंबर टा होची केते 100% नंबर टा 100% increase हेची केते एतिकी increase हेची जोटा कि increase रो वैल्यू होची 33 तने हमको कोन बाहर कर पड़ो हमको बाहर करे पड़िबो 100% केते हला तेणु एटा देखिल सॉल्व करले कोन होबो 275 divided by 2 percentage जेटा कि होची केते परसेंटेज मान कोन फ्रैक्शन जोटा कोन छी एतिक परसेंटेज परसेंट वन डिवाइडेड बाय केते 100 जोटा कि होची 33 तेणु हम सॉल्व करले कोन हेजी ओटा सॉल्व करले 11 3 11 2 22 25 25 4 केते 100 जोटा कि केते ताले केते गला 8 3 24 तर आंसर कोन गला 24 हला एतिकी परसेंटेज इंक्रीज है एतिकी परसेंटेज रो वैल्यू एतिकी परसेंटेज रो वैल्यू होची केते 33 हला एटा केते 275 by 2 परसेंटेज रो वैल्यू होची 33 तेणु 1% रो वैल्यू केते हे जिवो हमरो 1% रो वैल्यू केते हे जिवो 33 33 एटा पटे हरि जे पटे कोन जिवो पटे गला हरि हे जिवो एटा कि केते 33 गुणन 2 by 275 100% हेले कोन हबो 100% हेले कोन हे जिवो 33 गुणन 2 गुणन 100 by 275 3 11 22 5 केते 4 3 3 गुणन 6 24 और ए वाले केते हो 24 तेन 24 थिला तार 137 into 1 by 2% जेतले इंक्रीज हेची जोटा कि 275 by 2% जेतले इंक्रीज हेची ता वैल्यू केते इंक्रीज हेची 33 इंक्रीज हेची हला 100 थिला एतिकी इंक्रीज हो फଳରେ 100% थिला एतिकी परसेंट इंक्रीज हो फଳରେ ता वैल्यू केते 33 इंक्रीज हेची ताले 100 टा केते 100 टा हला 24 हला नेक्स्ट क्वेश्चन लिजिया
Easy. A man loses 20% of his money. After spending 25% of the remainder, he has 480 rupees left. ହେଲା କଣ ହେଇଛି ଲସେସ୍ କରିଛି କେତେ 20% of his money। ତା ମନି କଣ କରୁଛି ମାନେ ସେ କଣ ଥିଲା କେତେ 100x ନେଇଥିଲା ମନେକର 100x ନେଇଥିଲା ଯୋଉଥିରୁ କଣ ହେଇଛି 20% ଲସ୍ କରିଛି 20% ଲସ୍ କରିବା ଫଳରେ ତାର କେତେ ରହିଲା 80x ରହିଲା ଏବଂ 80x ର spending 25% of the remainder ଏଇଥିରୁ କଣ ହେଇଛି 25% ଯୋଉ ଅଛି ସେଥିରୁ 25% ସେ କଣ କରିଛି ଖର୍ଚ୍ଚ କରିଛି ମାନେ ଯୋଉ 80% ଅଛି ଥିଲା ଏ 80% ରୁ 25% ସେ ଖର୍ଚ୍ଚ କରିଦେଇଛି ଏବଂ ତା ପାଖରେ ରହିଛି କେତେ 480 rupees ରହିଲା ହେଲା ତେଣୁ ଯଦି ସେ 25% ଖର୍ଚ୍ଚ କଲା ତା ପାଖରେ କେତେ ରହିଲା ତାହେଲେ 75% ରହିଲା 3/4 20 ତା ପାଖରେ ହେଲା 60x ତା ପାଖରେ ରହିଲା ଏଇ 60x ର ଭାଲ୍ୟୁ ହଉଛି କେତେ ଏଇଟା 60x ର ଭାଲ୍ୟୁ ହେଇଯାଉଛି କେତେ 480 ତାହେଲେ what is the money original here ତା ପାଖରେ ତାହେଲେ ଷ୍ଟାର୍ଟିଂ ରେ କେତେ ପଇସା ଥିଲା 100x ଥିଲା 60x ହଉଛି ଯଦି 480 ତାହେଲେ 100x କେତେ 480 divided by 60 into 100 ଯୋଉଟା ହେଇଯାଉଛି କେତେ ଯୋଉଟା ହେଇଯାଉଛି 800 ତାହେଲେ 100x equal to କେତେ ହେଇଗଲା 100x is equal to ହେଇଗଲା କେତେ 800 କାରଣ ତା ପାଖରେ କଣ କେତେ ରହିଛି ତା ପାଖରେ କେତେ ହେଲା ତା ପାଖରେ 800 ଥିଲା ହେଲା ନେକ୍ସଟ କ୍ୱେଶ୍ଚନ ଯିବା ଦେଇଛି two numbers are respectively 20% and 50% more than third number ତାହେଲେ ମନେ କର ତିନିଟା ନମ୍ବର ଅଛି ହେଲା এটা ফার্স্ট এটা সেকেন্ড এটা থার্ড মনে করো মোর দ্যান থার্ড নম্বর মনে কর থার্ড নম্বরটা হচ্ছে কেতে 100x টু নম্বরস আর রেসপেক্টিভলি 20% আর 50% মোর দ্যান থার্ড নম্বর তাহলে ফার্স্ট নম্বরটা কেতে পার্সেন্ট ଅଧିକ 20% ଅଧିକ ଯୋଉଟା କି ହଉଛି କେତେ 120x সেকেন্ড নম্বরটা 50% ଅଧିକ ଯୋଉଟା କି ହଉଛି 150x what is the percentage of the second number with respect to first percentage of second number with respect to first তাহলে সেকেন্ড নম্বরটা ফার্স্ট নম্বরର କେତେ ପରସେଣ୍ଟେଜ ପଚାରିଛି ହେଲା যেটা কি କେତେ 150x divided by 120x into 5 3 ରୁ 3 5 15 4 4 କଲେ 25 যেটা কি କେତେ 125% ତାହେଲେ ସେକେଣ୍ଡ ନମ୍ବରଟା ଫାର୍ଷ୍ଟ ନମ୍ବରର 125%। Next question will be in an office 40% of the staff is female ହେଲା ତାର ଟୋଟାଲ ମନେକର ଅଫିସ ରହୁଛନ୍ତି କେତେ 100x ଏଇଥିରୁ 40% ହଉଛି ଫିମେଲ ଯୋଉଟା କି ହଉଛି କେତେ 40x ହଉଛନ୍ତି କେତେ କଣ ଫିମେଲ ଆଉ 60x ହଉଛନ୍ତି କଣ 60% obviously male 40% of the female and 60% of the male voted for me ତାହେଲେ 40% of the female and 60% of the male 40% of the female 40x ର ୟାର 40% କେତେ ହେଇଯିବ 16x ୟାର ସେମିତି କଣ ଅଛି 60% of the male ଯୋଉଟା କି 36x 40% of the female and 60% of the male voted for me ଜଣ ପାଇଁ ସେ ଭୋଟ କଲେ ତାହେଲେ the percentage voted I got was ସେ କେତେ ପରସେଣ୍ଟ ସେ କେତେ ଭୋଟ ପାଇଲା 16x plus 36x ଯୋଉଟା କି ହଉଛି କେତେ 52x ଟୋଟାଲ ହଉଛି 100x ସେ 52x ଭୋଟ ପାଇଲା ତାହେଲେ କେତେ ପରସେଣ୍ଟେଜ ଭୋଟ ପାଇଲା 52% ଭୋଟ ପାଇଲା ନେକ୍ସଟ କ୍ୱେଶ୍ଚନ କୁ ଯିବା a water pipe is cut in two pieces the longer pipe is 70% of the length of the total pipe how by how much percentage is the longer pipe longer than the shorter piece ହେଲା ଦିଟା ପାଇପ କୁ କାଟିଲେ ମନେକର ପାଇପ ର ଲେନ୍ଥ ହଉଛି 100x ଏଥିରୁ କଣ ହେଇଛି ଲଙ୍ଗର ପାଇପ ଟା 70% ଯୋଉଟା କି 70x ଶର୍ଟର ପାଇପ ଟା କେତେ 30x ଲଙ୍ଗର ଏଟା ଶର୍ଟର ତାହେଲେ ସେ ଦେଇଛି by how much percentage is the longer piece longer than the shorter piece କେତେ percentage longer piece ଟା ଏଇ shorter piece ଟୁ ଅଧିକ କେତେ ଅଧିକ 40x ଅଧିକ କେତେ 40x ଅଧିକ ତାଠୁ ଯୋଉଟା କି 40x ଟା ଏଇ 30x ର କେତେ ପରସେଣ୍ଟ ରହୁଛି ଦେଖିଦବା
40x divided by 3 30x into 100 ଯୋଗ ହେଉଛି କେତେ ଏଟା କଟିଗଲା 400x divided by 3 divided by 3x into divided by 3x ଏଟା କଟିଗଲା କେତେ 400 by 3% 400 by 3% ଯାଉଛି ତ ଆନ୍ସର କଣ ହେଇଯିବ 400 by 3% ଯାଉଛି ଦେଇଛି କଣ ଏଇ 40x ଟା ଏଇ 30x ର କେତେ ପରସେଣ୍ଟେଜ ଯୋଉଟା କି ହେଉଛି କେତେ 40 by 30 into 100 ଯୋଉଟା ହେଉଛି କେତେ 400 by 3%। ତାହେଲେ ଆନ୍ସର ନେକ୍ସଟ क्वेश्चन को ଯିବା the price of two article is into the price of two article are as 3:4 the ratio কেতে 3:4 if the ratio of the first article is increased by 10% and that of the second by 4 rupees the original ratio remains same the original price ମାନେ ଦେଇଛି ଦିଟା ଆର୍ଟିକଲ ରେସିଓ 3:4 ଥିଲା ଏବଂ ଯେତେବେଳେ ଫାର୍ଷ୍ଟ ର ପ୍ରାଇସ ରେ କଣ ହେଇଛି 10% ଇନକ୍ରିଜ ହେଇଛି ଏବଂ ସେକେଣ୍ଡ ର ପ୍ରାଇସ ରେ 4 only 4 ରୁ ମାନେ ଇନକ୍ରିଜ ହେଇଛି ଇନକ୍ରିଜ ହେବା ଫଳରେ ତାଙ୍କ ରେସିଓ ସେମ୍ ରହିଲା ହେଲା ଯୋଉ ନାହିଁ ତା ରେସିଓ କଣ ହେଲା ସେମ୍ ରହିଲା ତେଣୁ ଏଟାକୁ ଆମେ ଇଜିଲି କଲେ କଣ ହବ ଦେଖିବା କଣ ହେଇଛି ମନେକର 3:4 ଅଛି ଏଟା ଆମର 300:400 କରିଦେଲେ କଣ କଲେ 300 x କରିଦେଲେ 300x is to 400x ଏଟା 300x ତା ବି 400x ଯେତେବେଳେ ସେ 300x ଥିଲା କେତେ ଥିଲା 300x ଏଟା ହେଲେ କେତେ 400x ତାର ରେସିଓ 3:4 ଏବେ ପରେ କଣ ହେଇଛି ଆର୍ଟିକଲ 10% ଇନକ୍ରିଜ ହେଇଛି 10% ଇନକ୍ରିଜ ହବା ଫଳରେ କେତେ ହେଇଗଲା 330x ହେଇଗଲା ଏବଂ ଏଟାର 4 ଇନକ୍ରିଜ ହବା ଫଳରେ କେତେ ହେଇଗଲା 400 + 4 ହେଇଗଲା ଏବଂ ୟାର ରେସିଓ ବି 3:4 ରହିଲା ତାପରେ ତା ରେସିଓ କେତେ ଅଛି 330x divided by 400 plus କେତେ ସରି 400x plus 4 ଏଟା କେତେ 3:4 ଏଟା ସଲ୍ଭ କଲେ କଣ ହେଇଯାଉଛି ଦେଖିବା ଏଟା ଫାଷ୍ଟ କାଟିଦବା କାଟିଦେଲେ କଣ ହେଇଯିବ 100x plus 1 ହେଇଯିବ କିନ୍ତୁ 330x is equal to 300x plus 3 ହେଲା ତେଣୁ ଏଟା କଟିଲେ କେତେ ହେଇଯିବ 30x is equal to 3 300x is equal to କେତେ 3 30x is equal to 3 original price of the second article ତାହେଲେ 30x is equal to କେତେ 3 ତାହେଲେ ଆମର କଣ ଥିଲା ଫାର୍ଷ୍ଟ ଏଟା ଥିଲା 30x 300x ଥିଲା 300x ନେଇଥିଲା ଆମେ ତାହେଲେ 300x is equal to କେତେ ହବ 300x is equal to କେତେ ହବ 30 ହେଇଯିବ 300x is equal to 30 ହେଲେ 400x କେତେ ହେଇଯିବ 400x is equal to 40 ହେଇଯିବ କଣ ଦେଇଛି the original price of the second article ଯୋଉଟା 400x କେତେ ଥିଲା ତାର 40 ଥିଲା ଠିକ ଅଛି ନେକ୍ସଟ क्वेश्चन କୁ ଯିବା in a particular constituency 75% of voters cast their vote out of which 2% were rejected the winning candidate received 75% of the valid votes and backed a total of ethic votes ହେଲା the total number of voters in the constituency is କଣ ଅଛି ଏଟା ଆମର ଅଛି particularly କେତେ 75% voters casted ତାହେଲେ ମନେକର ହେଠି constituency ରେ 100x ଜଣ ଥିଲେ ସେଥିରୁ 75% casted ମାନେ କେତେ 75% ଭୋଟ ଦେଲେ ଯୋଉଟା କି କେତେ 75x ଭୋଟ ଦେଲେ out of which 2% were rejected 75% ଯୋଉରା ଭୋଟ ଦେଲେ ସେଥିରୁ 2% ରିଜେକ୍ଟେଡ ତାହେଲେ କେତେ ପରସେଣ୍ଟ କେତେ ଭ୍ୟାଲିଡେଟ କେତେ ହେଲା 98% ମାନେ କଣ ତାଙ୍କ ଭୋଟ କାଉଣ୍ଟ କରାଗଲା ଏମାନେ ରିଜେକ୍ଟ ହେଲେ ଏଗୁରା ହଉଛି ଭ୍ୟାଲିଡ ଭୋଟ କେତେ ଭ୍ୟାଲିଡ ଭୋଟ 98% ଏଟା କି ହଉଛି କେତେ 98 into 100 ହେଲା ତାପରେ ଦେଇଛି କଣ ଏତିକି ତାହେଲେ ଟୋଟାଲ କେତେ ଏତିକି ଭୋଟ କଣ ହେଲା ଭ୍ୟାଲିଡ ଭୋଟ ଏତିକି ଭୋଟ ଭ୍ୟାଲିଡ ଭୋଟ ଏବେ ଦେଇଛି the winning candidate received 75% of the valid vote এই valid vote ରୁ ଏ ଟୋଟାଲ ହଉଛି valid vote ଟୋଟାଲ କଣ ଏ ତ ହଉଛି valid vote এই valid vote ର 75% of the valid vote ମାନେ ଯେ winning candidate ସେ 75% କଣ କଲା 75% valid vote ର 75% ସେ ରିସିଭ କଲା ଯୋଉଟା କି ହଉଛି କେତେ
75x into 98/100 এটা validity vote ର କେତେ 75% and bagged a total of 9261 votes ଏବଂ ଯୋଉ 75% ସେ valid vote ର ସେ କଣ କଲା ରିସିଭ କଲା ତାର value ହଉଛି କେତେ 9261 ଓକେ এটা ସଲ୍ଭ କରିବା 3 4 75 4 9 3 କାଟିଲେ କଣ ହେଇଯାଉଛି ଦେଖିବା 3 3 ଅଷ୍ଟମ 24 3 7 21 ଏମିତି 15 3 10 30 ତାପରେ ଏଇଟା କେତେ ଯାଉଛି ଦେଖିଏ ଟୋଟାଲ ନମ୍ବର ଅଫ ଭୋଟ୍ସ ତାହେଲେ x ଇକ୍ୱାଲ ଟୁ କେତେ ହେଇଯାଉଛି x ଇକ୍ୱାଲ ଟୁ ହେଇଯାଉଛି କେତେ 1029 into 16 divided by 98 ହେଇଯାଉଛି ହେଲା ଆମର କେତେ ଦରକାର ଆମର ଦରକାର ଟୋଟାଲ ନମ୍ବର କେତେ ଟୋଟାଲ ହଉଛି 100x ଟୋଟାଲ ନମ୍ବର ଭୋଟ ପଚାରିଛି validity ପଚାରି ନା ଟୋଟାଲ ନମ୍ବର ପଚାରିଛି 100x ମାନେ 100x ପାଇଁ ଆମେ କଣ କରିବା 100x ଆମ ପାଇବାର ଅଛି 100x ପାଇଁ କଣ ଏଇଟା 100 ମଲ୍ଟିପ୍ଲାଇ କରିଦବା କେତେ 1029 into 16 divided by 98 into 100 ओके देखिए 2 देखले केते 2 देखले 8 है 49 सेମିତି 7 देखले केते 7 के 7 3 32 7 28 केते रहले 4 49 7 7 49 सेମିତି रहले 7 लेंगे 7 पलटा केते 21 एटा केते 21 into 8 into 100 एटा केते 21 अष्टा 168 into 100 एटा केते 168 00 आंसर कौन है आंसर है ऑप्शन नंबर सी है नेक्स्ट क्वेश्चन करिया ए मैन स्पेंड कितने 7 गुना 1/2% of his money and after spending 75% of the remaining हला से कौन कला 7 गुना 1/2% जो मनी कौन कला खर्च कला एवं after spending 75% of the remaining he had left 360 ମାନେ ଏତିକି ଫାଷ୍ଟ ଖର୍ଚ୍ଚ କଲା ଏବଂ ଯେତିକି ରହିଲା ତାର 75% ସେ ଖର୍ଚ୍ଚ କଲା ଫଳରେ ତା ପାଖରେ ରହିଲା କେତେ 370 ରହିଲା ଏଇଭଳିଆ କ୍ୱେଶ୍ଚିନ୍ ଗୋଟେ ମୁଁ କରିଥିଲି କଣ ଅଛି ମନେକର ତା ପାଖରେ ଅଛି 100x ସେ ଖର୍ଚ୍ଚ କରିଛି ଫାଷ୍ଟ କେତେ ଏତିକି ଖର୍ଚ୍ଚ କରିଛି ଏତିକି ଖର୍ଚ୍ଚ କରିବା ଫଳରେ କେତେ ଖର୍ଚ୍ଚ କରିଛି 15/2% ଖର୍ଚ୍ଚ କରିଛି ଏତିକି ଖର୍ଚ୍ଚ କରିବା ଫଳରେ ତା ପାଖରେ କେତେ ରହିଛି ଦେଖିବା କେତେ ରହିଛି 800x ରୁ ସେ 75/2% ଖର୍ଚ୍ଚ କରିଦେଇଛି ଯୋଉଟା ହେଉଛି କେତେ 7/5% এই 7/5% ଖର୍ଚ୍ଚ କରିବା ପରେ ତା ପାଖରେ କେତେ ରହିଲା ତା ପାଖରେ ରହିଥିବ 92/5% 92.5% ରହିଲା ତା ପାଖରେ 92.5x ରହିଲା ତା ପାଖରେ এই 92.5 ର ସେ 75% ଖର୍ଚ୍ଚ କରିଦେଇଛି ମାନେ ଯେତିକି ରହିଲା 75 ଖର୍ଚ୍ଚ କରିଦେଇଛି ତା ପାଖରେ କେତେ ରହିଲା ତାହେଲେ 25% ରହିଲା এই 25% ର ଭ୍ୟାଲ୍ୟୁ କେତେ 370 ହେଲା ମାନେ ଏଇ ଯୋଉ 100x ଅଛି ସେ ଫାଷ୍ଟ ଖର୍ଚ୍ଚ କରିଦେଇଛି କେତେ 15/2% ଖର୍ଚ୍ଚ କରିଦେଇଛି ଖର୍ଚ୍ଚ କରିବା ଫଳରେ ତା ପାଖରେ ରହିଲା ଯେତିକି ତା ପାଖରେ ଯେତିକି ରହିଲା ତାର ବି କଣ କରିଛି 75% ଖର୍ଚ୍ଚ କରିଦେଇଛି ଏବଂ ଖର୍ଚ୍ଚ କରିବା ଫଳରେ ପରେ ତାପରେ 370 ରହିଲା ହେଲା ତେଣୁ ଫାଷ୍ଟ ଯେତେବେଳେ 15/2 ଖର୍ଚ୍ଚ କରିଛି ତା ପାଖରେ ଏତିକି ଥିଲା ଏବଂ ତାର କଣ କରିଛି 72% ଖର୍ଚ୍ଚ କରିଦେଇଛି ଖର୍ଚ୍ଚ କରିବା ଫଳରେ ତା ପାଖରେ କେତେ ରହିଲା 25% ରହିଲା ୟାର କେତେ ରହିଲା ୟାର 25% ରହିଲା ଯୋଉଟା କି ୟାର 25% ରହିଲା ମାନେ କେତେ ରହିଲା 370 ରହିଲା ଦେଇଛି ଆମେ ଏଟାକୁ ସଲ୍ଭ କରିବା ଏଟା ସଲ୍ଭ କଲେ କଣ ହେଇଯିବ ଦେଖିବା 25 4 9 to 5x divided by 10 to 1/4 is equal to 370 ହେଲା ଏଣ୍ଡ ଦେଖିଲେ କଣ ହଉଛି ଦେଖିବା 5 ରେ ଗଲେ 18 5 90
2 25 5 5 25 2 into 1 185 into 2 ତାହେଲେ x ଇକ୍ୱାଲ ଟୁ କେତେ ହେଇଗଲା x ଇକ୍ୱାଲ ଟୁ କେତେ 4 2 8 3 16 x ଇକ୍ୱାଲ ଟୁ କେତେ ହେଇଗଲା 16 ଏବଂ ତା ପାଖରେ କଣ ହାଉ ମଚ୍ ମନି ଡିଡ୍ ହି ହାଭ୍ ତା ପାଖରେ କେତେ ଥିଲା 100x ଥିଲା ଯୋଉଟା କି କେତେ ଯୋଉଟା କି 1600 ତାର ଆନ୍ସର କଣ ହେଇଯିବ ଆନ୍ସର ହେଇଯିବ 1600 ହେଲା ନେକ୍ସଟ କ୍ୱେଶ୍ଚନ In order to pass in an exam, a student is required to get 78 marks out of the aggregate marks. Sonu got 728 marks and was declared failed by 5%. ମାନେ କଣ ହେଇଛି required to get ପାସ୍ କରିବା ପାଇଁ ଦରକାର କହୁଛି କେତେ 78 ମାର୍କ ପାସ୍ କରିବା ଦରକାର ସେ କେତେ ରଖିଛି 728 ମାର୍କ ରଖିଛି ଏବଂ ଫେଲ୍ ବାଇ କେତେ ଫେଲ୍ ବାଇ 5% ତାହେଲେ ସେ କେତେ ମାର୍କରେ ଫେଲ୍ ହେଇଛି ଆମର 78 minus 728 जोड़ा गई केते 52 सॉरी हां 52 से 50 मार्क 52 मार्क रे फेल ହେଇଛି ए 52 मार्क टा होची केते डिक्लेयर्ड फेल बाय 5% ए 52 मार्क टा होची टोटल मार्क रो केते 5% से 5% रे फेल ହେଇଛି 5% रे फेल ହେଇଛି माने केते रे फेल ହେଇଛି 52 रे फेल ହେଇଛି 52 होस ताने केते 52 इज इक्वल टू 52 is equal to 5%. हमको काढ़िया रे केते 100%. 100% multiply in 20. यार भी 20 multiply करता. ताल टोटल फुल केते फुल मार्क केते 1040. मैंने पहले 1040 थिला फुल मार्क जोतरे की मिनिमम मार्क पास पई होची 78 780 मार्क रो पिलाने पास हबो एबो से रखिछि केते 728 रखिछि जोटा कि होची 5 पास मार्क रो 5% कम माने सॉरी 5% हेतिले से केते कम पास करथांता ताले से टोटल से केते हेतिले पास करथांता 52 हेतिले पास करथांता जोटा कि होची केते 52 माने होची 5% 52 इज इक्वल टू कोन ए क्वेश्चन आंसर 52 इज इक्वल टू 5% कारण हमु काढियारे कोन अछि हमु 100% काढियारे अछि 100% से केते जाउची 1040 नेक्स्ट क्वेश्चन लिया The salary of a person is increased by 10% of his original salary ହେଲା मनकर ता salary थिला 100x थिला increase ହେଲା पर से केते पाइला 100x 110x पाइला but he received the same amount even after the increment ए 110x हबा परे भी 100x ताको मिलला केते 100x मिलला ता माने 100x 110x मिलिया कथा केते मिलला 100x मिलला what is the percent of his salary he did not receive ताले तार मिलियार कथा केते 110x मिलिया कथा ताको मिलला 100x ताले केते परसेंट सैलरी से केते सैलरी से पाइलानी ताले 10x पाइलानी केते पाइलानी 10x पाइलानी ताको दे what is the percent of his salary he did not receive ए सैलरी जो 110x अछि ए सैलरी 110x रु से कोन करछि 10x पाइलानी तासे देइछि टोटल सैलरी रो केते परसेंट से पाइनी केते टोटल सैलरी ताले केते 110x 1% से पाइनी राजू केते 100x 100 डिवाइडेड बाय 11 आंसर कोन हो एटा देइछि माने कोन क्वेश्चन देइछि सैलरी बढ़ी 10% बढ़िया पड़े तारे केते 110x हे एवं से पाउज तथापि केते 100x पाउजी ताले केते पाउनी आ 10x पाउनी से देइछि ता टोटल सैलरी रो केते परसेंट से पाउनी ए टोटल सैलरी रो से 10x पाउ जोटा कि 10x डिवाइडेड बाय 110x into 100 हैला नेक्स्ट क्वेश्चन लिया the population of a particular area of a city is 5,000 it is increased by 10% in first year decreased by 20% in second year because of some reason ହେଇଥିବ some reason କଣ ହେଇଥିବ ହେଲା in the third year the population increases by 20%. ମୁଁ ଏଭଳିଆ क्वेश्चन एग्जांपल ରେ करथि ହେଲା देखिया एटा देखिया केते 5000 अछि जे कोन ହେଇଛି फास्ट इयर 10% इंक्रीज ताल फास्ट 10 इंक्रीज माने कोन कर कहितली मु 100 रे 10 मिसई की बाय 100 गुणन कर दबा कहितली सेकंड ईयर कोन हेछि 20% डिक्रीज हेछि तळे सबले 100 रहइबो एटी कोन हेछि 20% डिक्रीज हेछि ताले कोन 100 रु 20 माइनस कोल केते 80
ତାପରେ ଥାର୍ଡ ଇୟର କଣ କହିଥିଲି, ଇନକ୍ରିଜ ହେଇଛି କେତେ 30%। ତଳେ ସବୁବେଳେ କଣ ରହିବ କହିଥିଲି, ତଳେ ସବୁବେଳେ 100 ରହିବ, 30 ଇନକ୍ରିଜ ହେଇଛି ମାନେ କେତେ 130। ତାହେଲେ ଏତିକି ଚେଞ୍ଜେସ୍ ହେଇଛି 3 ବର୍ଷ ପରେ, ତାହେଲେ ଏତିକି ରହିବ। କେତେ ରହିବ ଏଇଟା ସଲ୍ଭ କଲେ ଯେତିକି ହବ 3 ବର୍ଷ ପରେ ଏତିକି ରହିବ। ଏଟା ସଲ୍ଭ କରିଦବା, ତିନିଟା ଶୂନ କାଟିଦବା, ଆଉ ଗୋଟେ ଶୂନ ବି କାଟିଦବା, ଏଇ ଦିଟା ଶୂନ ବି କାଟିଦବା। ତାହେଲେ କଣ ହେଲା ପରେ 5 into 11 into 8 into 13, 5 into 8 into 13, sorry 13। କେତେ 540, 4 540 44 ଗୁଣ 13, 54, 2 ଗୁଣିଲେ 5, 54 5 57, 5720। ତାହେଲେ ଆନ୍ସର କଣ ହେଇଯିବ 5720। ଏଇଭଳିଆ କ୍ୱେଶ୍ଚନ ମୁଁ ଏକ୍ସାମ୍ପଲ ବି କରିଥିଲି ହେଲା, 5720। ନେକ୍ସଟ କ୍ୱେଶ୍ଚନ ହେଇଯିବ, in an examination 34% of the students failed in mathematics, 42% failed in English. If 20% of the students fail in both the subject, then what is the percentage of student who passed in both the subject? ହେଲା, এইটা ମନେକର ଆମର ଗ୍ରାଫ କଲେ, এইଟା ହଉଛି ଫେଲ କ୍ୟାଣ୍ଡିଡେଟ ପାଇଁ ହେଲା। ତାହେଲେ ବାହାରଟା କଣ ହଉଛି ପାସ୍ କ୍ୟାଣ୍ଡିଡେଟ, ମାନେ ସବୁ ଦିଟା ସବଜେକ୍ଟରେ ପାସ୍ କରିଛନ୍ତି, ସେମାନଙ୍କର ଡାଇଗ୍ରାମ ହଉଛି ବାହାର ଗୁରା। ଏଇଟା କଣ ଦେଇଛି 34% of students failed in mathematics, ମନେକର ଏଇଟା ହଉଛି mathematics, 42% in English। ତାହେଲେ এই mathematics ଟା ଆମର କେତେ ଅଛି 34%, ଇଂଲିଶ କେତେ ଅଛି, ଇଂଲିଶ ଅଛି 42%, 20% of the students fail in both subject, এই both ଟା କେତେ ଅଛି, both ଟା ହଉଛି 20%। ଆମକୁ କାଢିବାରେ କଣ ଅଛି, ଆମକୁ କାଢିବାରେ ଅଛି ବାହାରଟା, ବୁଝିପାରିଲେ ନା। ତାହେଲେ ମତେ କୁହ ଟୋଟାଲ ଷ୍ଟୁଡେଣ୍ଟ ଆମେ ଜାଣିଛେ 1 ବା 100%, ଟୋଟାଲ ଷ୍ଟୁଡେଣ୍ଟ କେତେ, ଟୋଟାଲ ହଉଛି 100%। ତାହେଲେ ଆମକୁ କାଢିବାରେ କଣ ଅଛି, ଆମକୁ ଏଇଟା କାଢିବାର ଅଛି, କଣ ଅଛି A ୟୁନିୟନ B କାଢିବାର ଅଛି, ବା ମ୍ୟାଥ ୟୁନିୟନ ଇଂଲିଶ, ଫେଲ କ୍ୟାଣ୍ଡିଡେଟ ର ମ୍ୟାଥ ୟୁନିୟନ ଇଂଲିଶ କାଢିବାର ଅଛି। ମ୍ୟାଥ ୟୁନିୟନ ଇଂଲିଶ କାଢିବା ବେଲେ ଆମକୁ କଣ କରିବାକୁ ପଡେ, ମ୍ୟାଥ ୟୁନିୟନ ଇଂଲିଶ କେତେ, ମ୍ୟାଥ ପ୍ଲସ ଇଂଲିଶ ମାଇନସ ମ୍ୟାଥ ଇଣ୍ଟରସେକ୍ସନ ଇଂଲିଶ, ଏଇଟା ହଉଛି କେତେ, ତାହେଲେ ମ୍ୟାଥ କେତେ 34% ପ୍ଲସ 42% ମାଇନସ 20%, ଏଇଟା ହଉଛି କେତେ 76, 76 ମାଇନସ 20, ଯୋଉଟା ହଉଛି କେତେ 56%। ତାହେଲେ ଏଇଟା ହଉଛି କେତେ ଫେଲ କ୍ୟାଣ୍ଡିଡେଟ ମାନଙ୍କ ପାଇଁ, ଯୋଉଟା ହଉଛି କେତେ 56%। ତାହେଲେ ଆମର 56% ଷ୍ଟୁଡେଣ୍ଟ କଣ କିଛି ନା କିଛି ସବଜେକ୍ଟରେ ଫେଲ ହେଇଛନ୍ତି ହେଲା। ତାହେଲେ ଓଭରଅଲ ଦେଖିଲେ ପାସ୍ ଟୋଟାଲ କେତେ ହେଇଛନ୍ତି ଦେଖିବା ଆମେ, 56% କିଛି ନା କିଛି ସବଜେକ୍ଟରେ ଫେଲ ହେଇଛନ୍ତି ହେଲା। ତ ସେମାନେ ଫେଲରେ କାଉଣ୍ଟ ହେଲେ, ତାହେଲେ ବୋଥ ପାସ୍ ଦେଖିବାକୁ ଗଲେ ଆମେ କଣ କରିବାକୁ ପଡେ 100% ମାଇନସ 56%, ଯୋଉଟା ହେଇଯିବ କେତେ 44%। ଆନ୍ସର କଣ ହେଇଯିବ 44%। ଠିକ ଅଛି, ନେକ୍ସଟ କ୍ୱେଶ୍ଚନ କରିବା। From 2008 to 2009, the sales of a book decreased by 80% if the sales in 2010 was the same as 2008 ଅନୁସାରେ ହେଲା। ଆମକୁ ଦେଇଛି 2008ରେ ଯେତିକି ଥିଲା 2009ରେ କଣ ହେଇଛି 80% ସେଲ୍ସ ମାନେ କଣ ହଉଛି କମି ଯାଇଛି। ମନେକର 2008ରେ ସେଲ୍ ହଉଥିଲା କେତେ 100x, 2009ରେ ସେଲ୍ 80% କମି ଯାଇଛି, ମାନେ କେତେ ସେଲ୍ ହେଇଛି 20x, 20x ସେଲ୍ ହେଇଛି। ଆଉ 2010ରେ କଣ ହେଇଛି ତ ସେମ୍ ଆଜ 2008, ତାହେଲେ 2010ରେ କେତେ ସେଲ୍ ହେଇଛି ଏଇ 100x ସେଲ୍ ହେଇଛି, 2008ରେ 100x ସେଲ୍ ହେଇଛି, 2009ରେ 20x ସେଲ୍ ହେଇଛି, 2010ରେ ସେଇ 100x ସେଲ୍ ହେଇଛି। by what percent did it increases from 2009 to 2010, ମାନେ 2009 ରୁ 2010 କେତେ ପରସେଣ୍ଟ ଇନକ୍ରିଜ ହେଇଛି ସେ ପଚାରିଛି। ତାହେଲେ 2009 ଥିଲା 20x, ଇନକ୍ରିଜ କେତେ ହେଇଛି, ଇନକ୍ରିଜ ହେଇଛି 80x ଇନକ୍ରିଜ ହେଇଛି। କେତେ ପରସେଣ୍ଟେଜ ଇନକ୍ରିଜ ହେଇଛି 80x divided by 20x into 100, ଏତିକି ପରସେଣ୍ଟେଜ ଇନକ୍ରିଜ ହେଇଛି, ଯୋଉଟା ହେଉଛି କେତେ, ଯୋଉଟା ହେଉଛି 400,
200% ହେଲା। 2008 ରେ ଏତିକି ସେଲ୍ ହଉଥିଲା, 2009 ରେ ଏତିକି ସେଲ୍ ହେଲା, 2010 ରେ କଣ ହେଇଛି ଏତିକି ସେଲ୍ ହେଇଛି, ଯୋଉଟା କି ହଉଛି କେତେ ସେ ପଚାରିଛି। ତାପରେ 2009 ଅପେକ୍ଷା 2010 ରେ କେତେ ପରସେଣ୍ଟ ଅଧିକ ସେଲ୍ ହେଇଛି, କେତେ ପରସେଣ୍ଟ ସେଲ୍ ହେଇନି, କେତେ ପରସେଣ୍ଟ ଅଧିକ ସେଲ୍ ହେଇଛି, ତାହେଲେ କେତେ 80x ଅଧିକ ସେଲ୍ ହେଇଛି, ଯୋଉଟା କି ହଉଛି କେତେ 20x 400%, ତାହେଲେ କେତେ ପରସେଣ୍ଟ ଅଧିକ ସେଲ୍ ହେଇଛି 400%। ନେକ୍ସଟ କ୍ୱେଶ୍ଚନ ଯିବା। If the price of a petrol is increased by 20%, by what percent should the consumption be decreased by the consumer if the percentage of petrol remains unchanged? ମାନେ ଦେଇଛି in price petrol price 20% increase ହେଇଛି, ଜଣେ ଖର୍ଚ୍ଚ କଲେ କେତେ ତା ଖର୍ଚ୍ଚରେ କେତେ କମେଇବ, ଯାହା ଫଳରେ କଣ କରିବ, ତାହେଲେ ଏଇ ପେଟ୍ରୋଲ ଯେତିକି ଖର୍ଚ୍ଚ ହୁଏ ଟୋଟାଲି ଓଭରଅଲ ଯେତିକି ଖର୍ଚ୍ଚ ହୁଏ ସେତିକି ସ୍ଥିର ରହିବ ବା ସେତିକି ରିମେନ୍ କନଷ୍ଟାଣ୍ଟ, ଯୋଉଟା କି କଣ ମାନେ କନଷ୍ଟାଣ୍ଟ ରହିବ, ସେ ତା ଖର୍ଚ୍ଚ ଅଧିକ ହବନି, କିନ୍ତୁ କଣ କରିବ ସେ ପେଟ୍ରୋଲର କ୍ୱାଣ୍ଟିଟି କମେଇ ଦବ ହେଲା, ହଉଛି ପେଟ୍ରୋଲର କ୍ୱାଣ୍ଟିଟି କମେଇ ଦବ, ମାନେ କଣ କନଜମ୍ପସନ ବା ଯୋଉଟା କି କହୁଛି କଣ ପେଟ୍ରୋଲର କ୍ୱାଣ୍ଟିଟି କମେଇଲା ଫଳରେ ତା ଏକ୍ସପେଣ୍ଡିଚର ସେମ୍ ରହିବ। ଏଇଟା ଆକ୍ଚୁଆଲି କ୍ୱେଶ୍ଚିନ୍ ଦେଇଛି ହେଲା। ମନେକର ଆଗରୁ ଥିଲା କେତେ, ଆଗରୁ ଥିଲା 100x ଥିଲା, ପରେ ବଢିକି କେତେ ହେଇଗଲା 120x ହେଇଗଲା, 120x ହେଇଗଲା। ମୁଁ କଣ କହିଥିଲି ଏଇ ଟାଇପର କ୍ୱେଶ୍ଚିନ୍ କଲେ ଫାଷ୍ଟ କଣ କରିବ ତାର ଏଲସିଏମ୍ ନେଇଯିବ, ଏଲସିଏମ୍ ଦେଖିବା କେତେ ହଉଛି, 12 256 କେତେ 20 5 100 20 5 100 6x, ଏଲସିଏମ୍ କେତେ 6x। ତାହେଲେ ଆମେ ଦେଖିବା କଣ 6x ଟା ଆମର କଣ ଟୋଟାଲ ଏକ୍ସପେଣ୍ଡିଚର ହେଲା। ତାହେଲେ ଟୋଟାଲ ଏକ୍ସପେଣ୍ଡିଚର କେତେ ଗଲା, କେତେ 6x, ଏଥିରେ ବି କେତେ କରିବ 6x, ମାନେ 6x ରୁ ଅଧିକ ଖର୍ଚ୍ଚ କରିବ ନାହିଁ। ତେଣୁ ସିଏ ଯେତେବେଳେ 6x ଖର୍ଚ୍ଚ କରୁଥିଲା 100x ହିସାବରେ, ତେଣୁ ସେ କଣ କରୁଥିଲା 6 ଲିଟର ଖର୍ଚ୍ଚ କରିଦଉଥିଲା। ଯେତେବେଳେ 120x ହେଲା ସେ କେତେ ଖର୍ଚ୍ଚ କଲା 5 ଲିଟର ଖର୍ଚ୍ଚ କଲା। ତାହେଲେ ଆମର କଣ ଅଛି ଏଇଟା ଅନଚେଞ୍ଜ, ଏଇଟା ଚେଞ୍ଜ ହବନି, ତାହେଲେ ଏଇଟା କଣ ହେଲା ତା ଯୋଉ କ୍ୱାଣ୍ଟିଟି ଖର୍ଚ୍ଚ କରିଥିଲା ଖର୍ଚ୍ଚ କ୍ୱାଣ୍ଟିଟି ଚେଞ୍ଜ ହେଲା। ତାହେଲେ କଣ ଦେଇଛି ସେ କେତେ ପରସେଣ୍ଟ କଣ ଦେଇଛି, if the expenditure on petrol remains unchanged, ସେ କେତେ ପରସେଣ୍ଟ କଣ କରିବ, ସେ କେତେ ପରସେଣ୍ଟ କମ ଖର୍ଚ୍ଚ କଲା, 6 ଲିଟର ଖର୍ଚ୍ଚ କରୁଥିଲା କେତେ କଲା 5 ଲିଟର ଖର୍ଚ୍ଚ କଲା, କେତେ ଲିଟର କମ ଖର୍ଚ୍ଚ କଲା 1 ଲିଟର କମ ଖର୍ଚ୍ଚ କଲା, 1 ଲିଟର କମ ଖର୍ଚ୍ଚ କଲା କାଠୁ 1 ଲିଟର କମ ଖର୍ଚ୍ଚ କଲା 6 ଲିଟରରୁ, ତେଣୁ 1 ଲିଟର divided by 6 ଲିଟର 100, ଏଟା ହେଇଛି କେତେ 100/6, କଟିଲେ କେତେ 50/3, କେତେ 16/2/3, 16/2/3 ହେଲା। ଆନ୍ସର କଣ ହେଇଗଲା, ସିଏ 16/2/3% କମ ଖର୍ଚ୍ଚ କଲା, ଯାହା ଫଳରେ ତାର ଯୋଉ ଖର୍ଚ୍ଚ 600x ହବା କଥା ଏତିକିରେ ରହିଲା, ଏବଂ ତା କ୍ୱାଣ୍ଟିଟି କେତେ କମିଲା ଏତିକି ପରସେଣ୍ଟେଜ ତା କ୍ୱାଣ୍ଟିଟି କମିଲା। ଆନ୍ସର ପଚାରିଛି କଣ କେତେ କ୍ୱାଣ୍ଟିଟି କମିଲା, କେତେ ପରସେଣ୍ଟେଜ କ୍ୱାଣ୍ଟିଟି କମିଲା, ଯାହା ଫଳରେ ତା ଯୋଉ ଏକ୍ସପେଣ୍ଡିଚର ହଉଥିଲା ଏତିକି ରହିଲା କନଷ୍ଟାଣ୍ଟ ରହିଲା। ଆନ୍ସର କଣ ହେଇଯିବ ଆମର 16/2/3%। ତ ଆଜିର କ୍ଲାସ ଏଇଠି ସରିଗଲା। ଯଦି ଆପଣ ମାନଙ୍କୁ ମୋ କ୍ଲାସ ଭଲ ଲାଗୁଛି ତ ମୋ ଚ୍ୟାନେଲକୁ ଯଦି ନୂଆ ଆସନ୍ତି ତେଣୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ, ଯଦି କ୍ଲାସ ଭଲ ଲାଗୁଛି ତ ଲାଇକ୍ କରିଦେବେ, ଏବଂ ଯଦି କିଛି ବି ଡାଉଟ୍ ରହିଲା କ୍ଲାସରେ ତ କମେଣ୍ଟ ସେକ୍ସନରେ କମେଣ୍ଟ କରିବାକୁ ଭୁଲିବେନି। ଆସୁଛି, ଜୟ ଜଗନ୍ନାଥ।